ବାଫଳା ମାଳି ସଂଗଠନ ପକ୍ଷରୁ ପ୍ରଶାସନକୁ ଦାବିପତ୍ର ପ୍ରଦାନ। ରାୟଗଡ଼ା କାଶୀପୁର ସ୍ଥିତ ବାଫଳା ମାଳି ଅଞ୍ଚଳବାସୀଙ୍କ ବିଭିନ୍ନ ଦାବିକୁ ନେଇ ଆଜି ସକାଳ ସ୍ଥାନୀୟ ଲୋକମାନେ ରାସ୍ତା ଅବରୋଧ କରି ଶାନ୍ତିପୂର୍ଣ୍ଣ ଭାବରେ ପ୍ରତିବାଦ କରିଥିଲେ। ଶତାଧିକ ପୁରୁଷ ଓ ମହିଳା ରାସ୍ତା ଉପରେ ବସି ସ୍ଲୋଗାନ ଦେଇ ନିଜ ଦାବି ଉପସ୍ଥାପନ କରିଥିଲେ। ପରିସ୍ଥିତିକୁ ନଜରରେ ରଖି ପୋଲିସ ବାହିନୀ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁଯାୟୀ କମ୍ପାନୀ ପକ୍ଷରୁ ସ୍ଥାନୀୟ ଯୁବକ ଯୁବତୀଙ୍କୁ ଚାକିରି, ବିପିଏଲ ପାଣି ସୁବିଧାର ରାସ୍ତା ଓ ଅନ୍ୟାନ୍ୟ ମୂଳଭୂତ ସୁବିଧା ଦେବାକୁ ଯେ ପ୍ରତିଶ୍ରୁତି ଦିଆଯାଇଥିଲା ତାହା ପୂରଣ ହୋଇନାହିଁ। ସେହିପରି ସିଏସ୍ଆର୍ ଯୋଜନାର ସଠିକ୍ ରୂପାୟନ ନ ହେବାକୁ ନେଇ ସେମାନେ ଗଭୀର ଅସନ୍ତୋଷ ପ୍ରକାଶ କରିଥିଲେ। ପ୍ରତିବାଦ ସମୟରେ ବାଫଳା ମାଳି ସଂଗଠନର ଏକ ପ୍ରତିନିଧି ଦଳ ପ୍ରଶାସନ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ହେଲେ ଆଲୋଚନା ପରେ ମଧ୍ୟ ସମସ୍ୟା ସମାଧାନ ପାଇଁ କୌଣସି ସ୍ପଷ୍ଟ ପଦକ୍ଷେପ ଗ୍ରହଣ କରାନଯାଇଥିବାରୁ ଅଭିଯୋଗ ଉଠିଛି। ଅଞ୍ଚଳବାସୀମାନେ ଚେତାବନୀ ଦେଇଛନ୍ତି ଯେ ତାଙ୍କ ଦାବିଗୁଡ଼ିକୁ ଶୀଘ୍ର ପୂରଣ କରାଯାଇନଗଲେ ଆଗାମୀ ଦିନରେ ଆହୁରି ତୀବ୍ର ଆନ୍ଦୋଳନ କରାଯିବ ବୋଲି। ରାୟଗଡ଼ା ଜିଲ୍ଲା ପ୍ରତିନିଧି ବିଶ୍ୱନାଥ ମାଣ୍ଡିକା ରିପୋର୍ଟ, ନ୍ୟୁଜ ଓଡ଼ିଶା ଟିଭି।